ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛ? ନିଶ୍ଚୟ ଭଲରେ ଥିବ। ଆଜି ତୁମମାନଙ୍କ ପାଇଁ ଆଉ ଗୋଟେ ଗପ ନେଇ ଆସିଛି। ଗପଟିର ନାଁ ହେଲା ବାଟୋଇ ଓ ଜନ୍ତା ବାଘ। ତେବେ ଆସ ଗପଟିକୁ ଶୁଣିବା। ବଣ ଭିତରେ ମହାବଳ ବାଘଟିଏ ରହୁଥିଲା। ଦିନେ ଶିକାର ଖୋଜୁ ଖୋଜୁ ଜନ୍ତା ଭିତରେ ପଡିଗଲା। ବାଘଟି ଜନ୍ତାରୁ ବାହାରିବା ପାଇଁ ଅନେକ ଚେଷ୍ଟା କଲା, ମାତ୍ର ବାହାରି ପାରିଲା ନାହିଁ। ଜନ୍ତା ଭିତରେ କିଛି ଖାଇବାକୁ ନ ପାଇ ବଡ କଷ୍ଟରେ ରହିଲା। ଦିନେ ସେହି ରାସ୍ତାରେ ଜଣେ ବାଟୋଇ ଯାଉଥିଲେ। ବାଘ ତାକୁ ଡାକି କହିଲା, ବାଟୋଇ ଭାଇ, ମୁଁ ଜନ୍ତାରେ ପଡି ବଡ କଷ୍ଟ ପାଉଛି, ମତେ ଟିକେ ଜନ୍ତାରୁ ବାହାର କରିଦିଅ। ବାଟୋଇ କହିଲା, ବାଘ ମାମୁଁ, ତୁମେ ଜନ୍ତା ଭିତରେ ଭୋକରେ ଅଛ। ଜନ୍ତା ଖୋଲିଦେବା ମାତ୍ରେ ତୁମେ ମତେ ଖାଇଯିବ। ବାଘ କହିଲା, ଛି ଛି, କି କଥା କହୁଛ? ତୁମେ ମତେ ଜନ୍ତାରୁ ବାହାର କରିବ, ମୁଁ ପୁଣି ତୁମକୁ ଖାଇବି? ତୁମେ ସେ କଥା ପାଟିରେ ଧର ନାହିଁ। ବାଘ କଥାକୁ ସତ ଭାବି କରି ବାଟୋଇ ଜନ୍ତା ଖୋଲିଦେଲା। ବାଘ ଜନ୍ତାରୁ ବାହାରି ଆସି ବାଟୋଇକୁ ଖାଇବା ପାଇଁ କହିଲା। ବାଟୋଇ ମହାବଳ ବାଘ କଥା ଶୁଣି ଭୟରେ ଥରିଗଲା। କଣ କରିବ କିଛି ଜାଣିପାରିଲା ନାହିଁ। ଏତିକି ବେଳକୁ ସେହି ବାଟରେ ବିଲୁଆଟିଏ ଯାଉଥିଲା। ବାଟୋଇ କହିଲା, ବାଘ ମାମୁଁ, ତୁମେ ମତେ ଖାଇବା ଠିକ କି ନୁହେଁ, ଚାଲ ବିଲୁଆ ନନାକୁ ପଚାରିବା। ବାଟୋଇ ଓ ବାଘ ବିଲୁଆକୁ ସବୁ କଥା କହିଲେ। ବିଲୁଆ ତ ଭାରି ଚାଲାକ, ସେ ସବୁ କଥା ଶୁଣି ସାରି କହିଲା, ତୁମଠାରୁ ସବୁ କଥା ଶୁଣିଲି, ହେଲେ ମୁଁ ତ କିଛି ଦେଖି ନାହିଁ, କେମିତି କହିବି କାହା କଥା ଠିକ? ବାଘ କିପରି ଜନ୍ତାରେ ପଡିଲା ଆଉ ବାଟୋଇ କିପରି ଜନ୍ତା ଖୋଲିଲା, ସେ କଥା ମତେ ଦେଖାଅ, ତାପରେ ମୁଁ ଯାହା କହିବି। ବାଘ ବିଲୁଆର ଚାଲାକି ବୁଝିପାରିଲା ନାହିଁ, ଜନ୍ତା ଭିତରେ ପଶିଗଲା। ବିଲୁଆ ବାଟୋଇକୁ କହିଲା, ତୁମେ ଜନ୍ତା ଖୋଲ ନାହିଁ, ନିଜ ବାଟରେ ଯାଅ। ବାଟୋଇ ଓ ବିଲୁଆ ନିଜ ବାଟରେ ଚାଲିଗଲେ। ଜନ୍ତା ଭିତରେ ବାଘଟି ଭୋକ ଉପାସରେ ପଡି ରହିଲା। ଦେଖିଲ ତ ସାଙ୍ଗମାନେ, କାହାଣୀଟି ଯଦି ଭଲ ଲାଗିଲା ତେବେ ଲାଇକ, ସେୟାର ଓ କମେଣ୍ଟ ନିଶ୍ଚୟ କରିବ। ଯଦି ୟୁଟ୍ୟୁବରେ ଦେଖୁଥାଅ ତେବେ ସବସ୍କ୍ରାଇବ କରିବ ଏବଂ ଯଦି ଫେସବୁକରେ ଦେଖୁଥାଅ ତାହେଲେ ନିଶ୍ଚୟ ଫଲୋ କରିବ। ମୁଁ ଏମିତି ନୂଆ ନୂଆ ଗପ ତୁମମାନଙ୍କ ପାଇଁ ନିଶ୍ଚୟ ଆଣିବି। ଏବେ ରହୁଛି, ଧନ୍ୟବାଦ।